ମୋର ପ୍ରିୟ ବନ୍ଧୁଗଣ ସମସ୍ତଙ୍କୁ ନମସ୍କାର ଜୁହାର। ଆପଣମାନଙ୍କୁ ଖାଣ୍ଟି ଆଦିବାସୀ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ବହୁତ ବହୁତ ସ୍ୱାଗତ। ତ ମୁଁ ଆପଣମାନଙ୍କ ପାଇଁ ଗୋଟେ ଇନଫର୍ମେଟିଭ୍ ଭିଡ଼ିଓ ନେଇକି ଆସିଛି। ତ ଆପଣମାନେ ଭିଡ଼ିଓ ଦେଖିବା ପୂର୍ବରୁ ଟିକେ ମୋତେ ସପୋର୍ଟ କରିବେ, ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ ଅନ୍ୟ ସାଙ୍ଗମାନେ ବି ଜାଣନ୍ତୁ। ତ ମୁଁ ଭିଡ଼ିଓକୁ ଲାଷ୍ଟ ଟାଇମ୍ ଦେଖିବା ପାଇଁ ପଡ଼ିବ, କାହିଁକିନା ଜାଣିପାରିବେନି। ଏଇଟା ହେଉଛି ଆପଣଙ୍କର ଇଣ୍ଡିଆନ୍ ରେଲୱେ ତରଫରୁ ଆସିଛି ALP, ଯେଉଁଟାକି ଆମେ କହୁଛୁ ଆସିଷ୍ଟାଣ୍ଟ ଲୋକ ପାଇଲଟ୍। ତ ଯେଉଁମାନଙ୍କର ଇଣ୍ଟରେଷ୍ଟିଂ ପକାଇ ପାରିବେ। ତ ରିସେଣ୍ଟଲି ବର୍ତ୍ତମାନ ବାହାରିଛି ସର୍ଟ ନୋଟିଫିକେସନ୍ ମୁଁ ପାଇଛି। ତ ୟାର ଯୋଗ୍ୟତା କି କ୍ୱାଲିଫିକେସନ୍, ସ୍ୟାଲେରୀ, ଡେଟ୍, କେମିତି ଆପ୍ଲାଏ ପ୍ରୋସେସ୍ ମୁଁ ସବୁ କିଛି କହିବି। ତ ଏବେ ଆମେ ଚାଲନ୍ତୁ ଦେଖିବା। ଏଇଟା ହେଉଛି ଦେଖନ୍ତୁ ଆପଣଙ୍କର ଡେଟ୍ ଦିଆଯାଇଛି। ଆପ୍ଲିକେସନ୍ର ଯେଉଁ ଆପ୍ଲାଏଟା ଆରମ୍ଭ ହେବ 15/5/2026। ଆଉ ୟାର ଲାଷ୍ଟ ଡେଟ୍ ହେଉଛି ଦେଖିପାରୁଛନ୍ତି ଏଇଟା 14/6/2026। 14/6/2026 ଟାଇମ୍ ଅଛି, ଆରାମସେ ଆପ୍ଲାଏ କରିବେ। ତ ନିହାତି ଆଉ ଗୋଟେ କଥା କହିବାକୁ ଭୁଲି ଯାଉଛି। ତ ଭିଡ଼ିଓ ଦେଖିବା ପୂର୍ବରୁ ଟିକେ ମୋତେ ସପୋର୍ଟ କରିବା ପାଇଁ ଟିକେ ଲାଇକ୍ ସବସ୍କ୍ରାଇବ୍ ଆଉ ସେୟାର ଟିକେ କରିଦେବେ ବୋଲି ମୋର ଆଶା। ତ ବନ୍ଧୁଗଣ, ତ ୟାର ଆମେ ଡେଟ୍ ଦେଖିଲୁ, ରିସେଣ୍ଟଲି ପୋଷ୍ଟ କରିଛନ୍ତି, ସର୍ଟ ନୋଟିଫିକେସନ୍ ପାଇଛି। ତ ୟାର କ୍ୱାଲିଫିକେସନ୍ ସେ ଦେଇଛି, ଦେଖିପାରୁଛନ୍ତି ପୋଷ୍ଟ ୱାଚ୍ ଏଜୁକେସନ୍ କ୍ୱାଲିଫିକେସନ୍ ମେଡ଼ିକାଲ ଷ୍ଟାଣ୍ଡାର୍ଡ଼। ଏଇଟା ଆକ୍ଚୁଆଲି କ୍ୱାଲିଫିକେସନ୍ ଅଛି ITI ପିଲା, ITI ଡିପ୍ଲୋମା, ଯେଉଁଟା BE ବ୍ୟାଚଲର୍ ଅଫ୍ ଇଞ୍ଜିନିୟରିଂ। ତ ସେମାନେ ଆପ୍ଲାଏ କରିପାରିବେ। ତ ଏଜ୍ ରିଲାକ୍ସେସନ୍ ଦେଖିବା। ଏଜ୍ ଦେଖିବା। ତ ଏଜ୍ ଦିଆଯାଇଛି 18ରୁ 30 ବର୍ଷ। ଦେଖିପାରୁଛନ୍ତି 18ରୁ 30 ବର୍ଷ ମଧ୍ୟରେ ଆମେ ଆପ୍ଲାଏ କରିପାରିବା। ଟୋଟାଲ୍ ଭ୍ୟାକେନ୍ସି ଅଛି 11,137ଟା। ତ ଆରାମସେ ଆପ୍ଲାଏ କରିବେ। ଏହାର ଆଉ ଇମ୍ପୋର୍ଟାଣ୍ଟ ଜିନିଷ ବି ଅଛି, ଯେଉଁ କ୍ୟାଣ୍ଡିଡେଟ୍ ଯିଏ ବି ଆପ୍ଲାଏ କରିବେ, ତ ସେମାନେ କହିଛନ୍ତି ଆଧାର କାର୍ଡ଼ ଆଉ ସାର୍ଟିଫିକେଟ୍ ୱାଇଜ୍ ମାନେ ପୁରା ଠିକ୍ ଠାକ୍ ଥିବା ଦରକାର, 100% ବୋଲି କହିଛନ୍ତି। କାହାର ବି ସେମିତି ଭୁଲ ହେଇନଥିବ, ଯଦି ଏଇତ କରେକ୍ସନ୍ କରିଦେବେ। ଡେଟ୍ ଅଫ୍ ବାର୍ଥ ଯେଉଁଟାକି କହିଛନ୍ତି ଇମ୍ପୋର୍ଟାଣ୍ଟ ଏଥିରେ ଅଛି ଡେଟ୍ ଅଫ୍ ବାର୍ଥ 10th କ୍ଲାସ୍ର ଡେଟ୍ ଅଫ୍ ବାର୍ଥ ସାର୍ଟିଫିକେଟ୍ ସହିତ ଯେଉଁ ଆଧାର କାର୍ଡ଼ 100% ସେ 100% ଠିକ୍ ଠାକ୍ ଥିବା ଦରକାର ବୋଲି କହୁଛନ୍ତି। ତ ସେଇଟା ଦେଖିନେବେ। ତ ଆମର କେଉଁଠି ବାହାରିଛି ଭ୍ୟାକେନ୍ସି ଦେଖିବା। ବାହାରିଛି ଅହମ୍ମଦାବାଦ, ଆଜମେର, ବେଙ୍ଗଲୋର, ଭୋପାଳ, ଭୁବନେଶ୍ୱର, ବିଳାସପୁର, ଚଣ୍ଡିଗଡ଼। କିଛି ନାହିଁ। ଆମର ଓଡ଼ିଶା ଥାଇକି ଆମର ଭୁବନେଶ୍ୱର ବାହାରିଛି। ଯେତେବେଳେ ବି ପକାଇବେ ଏଇ ୱେବସାଇଟ୍ରେ ପକାଇବେ, HTTPS ଏଇ ଯେଉଁ ଦେଇଛି www.RRBBS.government.in ଏଇ ୱେବସାଇଟ୍ରେ ଆପ୍ଲାଏ ହେବ। ତ
ଆପ୍ଲାଏ ମୋଡ଼ଟା ହେଉଛି ଅନଲାଇନ୍ ରହୁଛି। ଆପ୍ଲାଏ ମୋଡ଼ ଅନଲାଇନ୍ ରହୁଛି। ଏଇ ନୋଟିଫିକେସନ୍ଟା ବାହାରିଥିଲା କେବେ ନା 21 ତାରିଖ ବାହାରିଥିଲା। ତ ଏମିତି ସବୁ ଦେଇଛି। ଆପଣ ଯେଉଁମାନେ ITI କିମ୍ବା ଡିପ୍ଲୋମା କରିଛନ୍ତି, ବିଟେକ୍ କିମ୍ବା ବ୍ୟାଚେଲର୍ ଅଫ୍ ଇଞ୍ଜିନିୟରିଂ କରିଛନ୍ତି, ପକାଇଦେବେ। ଭଲ ଜବ୍ଟା ପାଇଲଟ୍, ଲୋକ ପାଇଲଟ୍, ଭଲ ଜବ୍। ତ ଏଇ ଭିଡ଼ିଓରେ ଯିଏ ନ ଅଛନ୍ତି ଟିକେ ମୋତେ ସପୋର୍ଟ କରିବେ। ଆଉ ମୁଁ ଏମିତି ଆହୁରି ଇଣ୍ଟରେଷ୍ଟିଂ ଭିଡ଼ିଓ ନେଇକି ଆସିବି ଆପଣମାନଙ୍କ ପାଇଁ। ଆପଣମାନେ କଣ୍ଟିନ୍ୟୁ ରହିଥାନ୍ତୁ ଏଇ ଭିଡ଼ିଓରେ। ମୁଁ ରହିଲି, ନମସ୍କାର, ଜୁହାର।